ଖ୍ରୀଷ୍ଟ ଯୀଶୁଙ୍କ ମଧୁମୟ ନାମରେ ସମସ୍ତଙ୍କୁ ନମସ୍କାର ଏବଂ ପ୍ରେଜ୍ ଲର୍ଡ ଜ୍ଞାପନ କରେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏକ ଜରୁରୀ ସୂଚନା ଦେବା ନିମନ୍ତେ ଏବଂ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଆପଣମାନଙ୍କୁ ସ୍ମରଣ କରାଇବା ନିମନ୍ତେ ମୁଁ ଆପଣମାନଙ୍କ ଗହଣରେ ଆସିଅଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ଶେଷ ଦିନମାନଙ୍କ ମଧ୍ୟରେ ଅଛୁ। वी आर हियर इन द लास्ट डेज। ଆମେ ଶେଷ ଦିନମାନଙ୍କ ମଧ୍ୟରେ ରହିଥିବା ବେଳେ ଈଶ୍ୱରଙ୍କର ବାକ୍ୟର ଗଭୀରତା ମଧ୍ୟରେ ଏବଂ ପ୍ରଭୁଙ୍କଠାରେ ଦୃଢ଼ ବିଶ୍ୱାସରେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଆଗକୁ ବଢ଼ିବାକୁ ପଡ଼ିବ। ଏହା ପରମେଶ୍ୱର ଆମମାନଙ୍କ ଠାରୁ କାମନା କରୁଅଛନ୍ତି, ଇଚ୍ଛା କରୁଅଛନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଦେଖନ୍ତୁ, ପ୍ରେରିତ ପାଉଲ ବାଇବେଲ ପୁସ୍ତକରେ ତିମୋତିଙ୍କୁ ପତ୍ର ଲେଖିଛନ୍ତି। ଆଉ ପ୍ରଥମ ଦ୍ୱିତୀୟ ପତ୍ର ତିମୋତିଙ୍କୁ ଲେଖିଥିବା ବେଳେ ଦ୍ୱିତୀୟ ତିମୋତି 3 ଅଧ୍ୟାୟର ପ୍ରଥମ ପଦରେ ହିଁ ଏଇଭଳି କହୁଅଛନ୍ତି। ତିମୋତିଙ୍କୁ ଉଲ୍ଲେଖ କରୁଅଛନ୍ତି ଯେ ଜାଣିଥାଅ ଯେ, କ'ଣ ଜଣାଇବା ପାଇଁ ତିମୋତିଙ୍କୁ ଇଚ୍ଛା କରୁଅଛନ୍ତି ପାଉଲମାନେ, ଶେଷ ଦିନମାନଙ୍କ ମଧ୍ୟରେ ଭୀଷଣ ସମୟ ଉପସ୍ଥିତ ହେବ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଭୀଷଣ ସମୟ ଉପସ୍ଥିତ ହେବ। କାହା ନିମନ୍ତେ ଭୀଷଣ ସମୟ ସେହା? କାହାରି ପାଇଁ ଭୀଷଣ ସମୟ ସେହା? ଡିଫିକଲ୍ଟି ଟାଇମ୍ସ କାହା ପାଇଁ? କଷ୍ଟକର ସମୟ କାହା ପାଇଁ? ମାନେ ମଣ୍ଡଳୀ ପାଇଁ, ପ୍ରଭୁଙ୍କୁ ବିଶ୍ୱାସ କରିବା ଲୋକମାନଙ୍କ ପାଇଁ, ପ୍ରଭୁଙ୍କୁ ଅନ୍ୱେଷଣ କରିବା ଲୋକମାନଙ୍କ ପାଇଁ, ପ୍ରଭୁ ଯୀଶୁଙ୍କୁ ଅନୁସରଣ କରିବା ଲୋକମାନଙ୍କ ପାଇଁ, ବାଇବେଲ ପୁସ୍ତକକୁ ପଢ଼ିବା ଲୋକମାନଙ୍କ ପାଇଁ ଭୀଷଣକର କଷ୍ଟକର ସମୟ ଆସିବ। ହଁ ଆଜ୍ଞା, ମାଥିଲୁକିତ ସୁସମାଚାର 24 ଅଧ୍ୟାୟର 9 ପଦରେ ଏଇଭଳି ଲେଖାଯାଇଅଛି, ସେହି ସମୟରେ ଲୋକେ ତୁମମାନଙ୍କ କ୍ଲେଶ ଭୋଗ କରିବା ନିମନ୍ତେ ସମର୍ପଣ କରିବେ ଓ ତୁମମାନଙ୍କୁ ବୋଧ କରିବେ, ଆଉ ମୋହର ନାମ ସକାଶେ ତୁମେମାନେ ସମସ୍ତ ଜାତିଙ୍କ ଦ୍ୱାରା ଘୃଣିତ ହେବ। ଦେଖନ୍ତୁ, ଏଇ ଜାଗାରେ ଲେଖାଯାଇଅଛି ଯେ ସେହି ସମୟରେ ଲୋକମାନେ ତୁମମାନଙ୍କୁ କ୍ଲେଶ ଭୋଗ କରାଇବା ପାଇଁ ସମର୍ପଣ କରିଦେବେ। କ୍ଲେଶ ଭୋଗ, ତାଡ଼ନା, ନିର୍ଯାତନା, କଷ୍ଟ। ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରିଅଛ ବୋଲି ନିଜସ୍ୱ ଲୋକମାନେ ଘୃଣା କରିବେ। ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରିଅଛ ବୋଲି ଗ୍ରାମର ଲୋକମାନେ ତୋଡ଼ିଦେବେ। ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରିଅଛ ବୋଲି ଚାକିରିରୁ କାଢ଼ି ବି ଦେଇପାରନ୍ତି। ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରିଅଛ ବୋଲି ଗଭର୍ଣ୍ଣମେଣ୍ଟର ଫେସିଲିଟିସ୍ କିଛି ମିଳି ବି ନପାରେ। ପ୍ରଭୁ ଯୀଶୁଙ୍କୁ ଗ୍ରହଣ କରିଅଛ, ଖ୍ରୀଷ୍ଟିଆନ ହୋଇଅଛ ବୋଲି ଲୋକମାନେ ଅନେକ କଥା କହିପାରନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଯୀଶୁଙ୍କୁ ତୁମେ ଫଲୋ ହେଉଅଛ ବୋଲି, ଅନୁରୂପୀ ହେଉଅଛ ବୋଲି, ଅନ୍ୱେଷଣ କରୁଅଛ ବୋଲି, ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରିଅଛ ବୋଲି ମାରି ବି ଦେଇପାରନ୍ତି। କିନ୍ତୁ ଏ ସମୟରେ ପ୍ରିୟ ମଣ୍ଡଳୀ, ଏଇଭଳି ଭୀଷଣକର ପରିସ୍ଥିତି ସମ୍ମୁଖୀନ କରିବା ବେଳେ, ଏଇଭଳି ତାଡ଼ନା ଆସିବା ବେଳେ, ଏଇଭଳି କଷ୍ଟକର ପରିସ୍ଥିତିକୁ ଦେଖିବା ବେଳେ ଆମେ ବିଚଳିତ ହେବାକୁ ହେବ ନାହିଁ, ଭୟ କରିବାକୁ ହେବ ନାହିଁ, ପଛଘୁଞ୍ଚା ଦେବାକୁ ହେବ ନାହିଁ, ପ୍ରଭୁ ଯୀଶୁଙ୍କୁ ପରିତ୍ୟାଗ କରିବାକୁ ହେବ ନାହିଁ। ଯେତେବେଳେ ସାଦ୍ରାକ, ମେଶକ, ଆବେଦନଗୋକୁ କୁହାଗଲା ଯେ ସୁବର୍ଣ୍ଣରେ ନେବୁକଦନେଜର ଗୋଟେ ପ୍ରତିମାକୁ ନିର୍ମାଣ କରିଥିବା ବେଳେ ଏମାନଙ୍କୁ କୁହାଗଲା ଯେ ସେ ପ୍ରତିମାକୁ ତୁମେ ନମସ୍କାର କର, ପ୍ରଣାମ କର। ସାଦ୍ରାକ, ମେଶକ, ଆବେଦନଗୋ କହିଲେ, ଆମେ ଜୀବିତ ପରମେଶ୍ୱରଙ୍କୁ ବିଶ୍ୱାସ କରିଛୁ, ଜୀବିତ ପରମେଶ୍ୱରଙ୍କୁ ଆରାଧନା କରୁଅଛୁ, ଆମେ ସେହି ସୃଷ୍ଟିକର୍ତ୍ତାଙ୍କୁ ବିଶ୍ୱାସ କରିଅଛୁ, ତାଙ୍କୁ ଆମେ ଗ୍ରହଣ କରିଅଛୁ, ଆମେ କୌଣସି ପ୍ରତିମୂର୍ତ୍ତିକୁ ଆମେ ପ୍ରଣାମ କରିବୁ ନାହିଁ। ଯେଉଁ ସମୟରେ ସେଇ କଥା ନେବୁକଦନେଜର ରଜାଙ୍କୁ ଏଇ 3 ଯୁବା କହୁଅଛନ୍ତି, ପ୍ରିୟ ପ୍ରଭୁଙ୍କ ଲୋକମାନେ, ନେବୁକଦନେଜର କ୍ରୋଧରେ, ମହାକୋପରେ ଏଇ 3 ଜଣ ବ୍ୟକ୍ତିଙ୍କୁ କହୁଅଛନ୍ତି, ତୁମ୍ଭେ ଯଦି ପ୍ରଣାମ କରିବ ନାହିଁ, ମୁଁ କହିଲା କଥା ଯଦି କରିବ ନାହିଁ, ମାନ୍ୟ କରିବ ନାହିଁ, ତୁମମାନଙ୍କୁ ଗୋଟେ ବଡ଼ ପାନିଶମେଣ୍ଟ, ଭୟାନକ ପାନିଶମେଣ୍ଟ, ଦଣ୍ଡ ଅଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେହି ସମୟରେ ନେବୁକଦନେଜର ଭାବିଲେ ଯେ ଏ ଭୟଙ୍କର ଦଣ୍ଡର ବିଷୟ ଏ 3 ଜଣ ଯୁବାଙ୍କୁ କହିଲେ, ପାନିଶମେଣ୍ଟର ବିଷୟ କହିଲେ, ସାଙ୍ଗେ ସାଙ୍ଗେ ଡରିକି ଯାଇକି, ଭୟ କରିକି ଯାଇକି ପ୍ରଣାମ କରିବେ ବୋଲି। କିନ୍ତୁ ଏ 3 ଜଣ ଯୁବା କହିଥିବା କଥା କ'ଣ ଜାଣିଛନ୍ତି? ଆମକୁ ମାରିଦେଲେ ମାରିଦିଅ ପଛେ, ଆମେ ପ୍ରଭୁ ଯୀଶୁଙ୍କୁ, ପରମେଶ୍ୱରଙ୍କୁ ଅଗୌରବ କରିବୁ ନାହିଁ, ତାଙ୍କୁ ଆମେ ଛାଡ଼ିବୁ ନାହିଁ। ହଁ, ଆମେ ପ୍ରଣାମ କରିବୁ ନାହିଁ, କାରଣ ଆମେ ଜୀବିତ ପରମେଶ୍ୱରଙ୍କର ସନ୍ତାନଗଣ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେଇ କଥା ଶୁଣିକି ନେବୁକଦନେଜର
କୋପରେ କ୍ରୋଧରେ ଯେଉଁ ଦଣ୍ଡ ଅଗ୍ନିକୁଣ୍ଡ ଏମାନଙ୍କୁ ପକାଇବା ନିମନ୍ତେ ପ୍ରସ୍ତୁତ କରାଯାଇଅଛି, ସେହା 7 ଗୁଣ ଉତ୍ତେପ୍ତ କରିକି 7 ଗୁଣ ନିଆଁ ବଢ଼େଇକି ଏ 3 ଜଣ ଯୁବାଙ୍କୁ ବଳବାନ ସୈନିକମାନଙ୍କୁ ଡକାଇକି ପକାଇ ଦେବା ପାଇଁ ପ୍ରସ୍ତୁତ ହୋଇଗଲେ। ସେ ସମୟରେ କହୁଅଛନ୍ତି, ପରମେଶ୍ୱର ଆମମାନଙ୍କୁ ରକ୍ଷା କରିପାରିବା ସାମର୍ଥ୍ୟ ପରମେଶ୍ୱର ଅଟନ୍ତି। ଆମକୁ ରକ୍ଷା କରିପାରିବେ ସେ ସର୍ବଶକ୍ତିମାନ। ଯଦି ବି ରକ୍ଷା କରୁନାହାନ୍ତି, ଆମେ ମରିଗଲେ ମରିଯିବୁ, କିନ୍ତୁ ଆମେ ପଛଘୁଞ୍ଚା ଦେବୁ ନାହିଁ, ବ୍ୟାକ୍ସ୍ଲାଇଟ୍ ହେବୁ ନାହିଁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଇ 3 ଜଣଙ୍କୁ ଅଗ୍ନିକୁଣ୍ଡରେ ପକାଇ ଦେବା ପାଇଁ ପ୍ରସ୍ତୁତ ହୋଇଗଲେ। ପକାଇ ବି ଦେଲେ, ଏମାନେ ପରମେଶ୍ୱରଙ୍କ ପାଇଁ ମରିବା ପାଇଁ ମଧ୍ୟ ପ୍ରସ୍ତୁତ ହେଲେ। ହଁ ଆଜ୍ଞା, ସେଇଭଳି ଦିନ ମଣ୍ଡଳୀଆ ଦେଖିବାକୁ ଯାଉଅଛି। ସେଇଭଳି ପରିସ୍ଥିତି ପ୍ରତ୍ୟେକ ଖ୍ରୀଷ୍ଟିଆନ ଲୋକମାନେ ସମ୍ମୁଖୀନ କରିବାକୁ ଯାଉଥିବା ବେଳେ ଆଜି ପରମେଶ୍ୱର ଚାହୁଁଅଛନ୍ତି ସଦ୍ରକ୍ ମେଶକ୍ ଆବେଦନଗୋ ପ୍ରତ୍ୟେକ ମଣ୍ଡଳୀରେ ଦେଖାଯାଆନ୍ତୁ ବୋଲି। ଦାନିଏଲ ପରି ଲୋକମାନେ ପ୍ରତ୍ୟେକ ମଣ୍ଡଳୀରେ ଦେଖାଯାଆନ୍ତୁ ବୋଲି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପିତରଙ୍କ ଭଳି ଲୋକମାନେ ପ୍ରତ୍ୟେକ ମଣ୍ଡଳୀରେ ଦେଖାଯାଆନ୍ତୁ ବୋଲି। ପାଉଲଙ୍କ ପରି ଲୋକମାନେ ପ୍ରତ୍ୟେକ ମଣ୍ଡଳୀରେ ଦେଖାଯାଆନ୍ତୁ ବୋଲି ଆଜି ଆମେମାନେ ସେଇଭଳି ହେବାକୁ ପଡ଼ିବ। ଆଜି ପ୍ରଭୁଙ୍କ ନିମନ୍ତେ ଯେଉଁମାନେ ତାଡ଼ନା ପ୍ରାପ୍ତ ହୁଅନ୍ତି, ପ୍ରଭୁଙ୍କ ନିମନ୍ତେ ଯେଉଁମାନେ ଦୁଃଖ ଭୋଗ କରନ୍ତି, ପ୍ରଭୁଙ୍କ ନିମନ୍ତେ ଯେଉଁମାନେ କଷ୍ଟ ସହ୍ୟ କରନ୍ତି, ଦେଖନ୍ତୁ ଲେଖାଯାଇଛି ସେଇ ମାଥି ଲିଖିତ ସୁସମାଚାର 24 ଅଧ୍ୟାୟର ଆମେ ଦେଖିଲେ ସେଇ 9 ପଦରୁ ଆମେ ଯଦି ପଢ଼ିବା, ସେ 10 ପଦରେ ପଢ଼ିବା, ସେତେବେଳେ ଅନେକ ବିଘ୍ନ ପାଇବେ, ପୁଣି ପରସ୍ପରକୁ ଧରାଇ ଦେବେ ଓ ପରସ୍ପରକୁ ଘୃଣା କରିବେ। ଆଉ ଅନେକ ଭଣ୍ଡ ଭାବବାଦୀ ଉଠି ଅନେକଙ୍କୁ ଭ୍ରାନ୍ତ କରିବେ। ପୁଣି ଅଧର୍ମ ବୃଦ୍ଧି ପାଇବାରୁ ଅଧିକାଂଶ ଲୋକଙ୍କର ପ୍ରେମ ଶୀତଳ ହୋଇଯିବ। ମାତ୍ର 13 ପଦ ମୁଁ ପଢ଼ୁଅଛି, ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ ସେ ପରିତ୍ରାଣ ପାଇବ। ହାଲେଲୁୟା। ଯେଉଁମାନେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରିବେ, ଯେଉଁମାନେ ଶେଷ ପର୍ଯ୍ୟନ୍ତ ବିଶ୍ୱାସରେ ରହିବେ, ଯେଉଁମାନେ ଶେଷ ପର୍ଯ୍ୟନ୍ତ ପ୍ରଭୁ ଯୀଶୁଙ୍କୁ ପ୍ରେମ କରିବେ, ଯେଉଁମାନେ ଶେଷ ପର୍ଯ୍ୟନ୍ତ ପ୍ରଭୁଙ୍କର ଗୌରବ କରିବେ, ସେମାନଙ୍କ ପାଇଁ ଗ୍ରେଟ୍ ରିୱାର୍ଡ଼ ରହିଅଛି, ପୁରସ୍କାର ରହିଅଛି। ସେମାନଙ୍କ ମଧ୍ୟରେ ପରମେଶ୍ୱରଙ୍କର ମହିମା ପ୍ରକାଶ ହେବ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପରମେଶ୍ୱରଙ୍କ ଠାରେ ଏ ଶେଷ ଦିନମାନଙ୍କ ମଧ୍ୟରେ ସେଇଭଳି ରହିବା। ନିଶ୍ଚୟ ପ୍ରଭୁ ମଣ୍ଡଳୀକୁ, ଆମମାନଙ୍କୁ, ତାଙ୍କ ରକ୍ତରେ କିଣା ଯାଇଥିବା ପ୍ରତ୍ୟେକଙ୍କୁ ସାହାଯ୍ୟ କରିବେ। ଗଡ୍ ବ୍ଲେସ୍ ୟୁ।